ଶହେଟା ଆମ ଘର ନା କାହା ଘର ବେ? ଆମ ଘର ଭିତରେ ନା କାହା ଘର ଭିତରେ ଏମିତି ରୋମାଣ୍ଟିକ ସିନ୍ ଭୁଲବେଳା ସ୍ୱାମୀ ନଥିଲା ବେଳେ ସ୍ତ୍ରୀ ମାନଙ୍କର କର୍ତ୍ତବ୍ୟ ପଚାରେ ଏ ରାସ୍ତା ତ ଏତେ ଦୂର ଲମ୍ବି ଯାଇଛୁ କାହିଁକି? ତାହେଲେ ତାହେଲେ ସେ ରାସ୍ତାରେ କେହି ଉତ୍ତର ଦେବ ଭାବୁଛ? ତା ପାଖରେ ଯେମିତି ଉତ୍ତର ନାହିଁ ଠିକ ମୋ ପାଖରେ ବି ସେମିତି ଉତ୍ତର ନାହିଁ ଭାଉଜ। ମୋ ପାଖରେ ବି ଉତ୍ତର ନାହିଁ ଆକାଶ କଣ ହେଇଛି ଆଗ ସେଇଟା ତ କୁହ। ଭାଉଜ। ମୁଁ ରାଧାକୁ ଛାଡ଼ି ଗୋଟିଏ ମୁହୂର୍ତ୍ତ ବି ବଞ୍ଚି ପାରିବିନି ଭାଉଜ। ଗୋଟିଏ ମୁହୂର୍ତ୍ତ ବି ବଞ୍ଚି ପାରିବିନି। ତା କଥା ଭାରି ମନେ ପଡୁଛି ନା ଭାଉଜ। ତା କଥା ଭାରି ମନେ ପଡୁଛି। ପାରୁଛି ଯଦି ମତେ ମରିବାକୁ ଦିଅ। ଆରେ ପାଗଳା ଯା ନିଜ ଭାଗ୍ୟରେ ନାହିଁ ତା ପାଇବାକୁ ଏତେ ଜିଦ୍ କରୁଛୁ କାହିଁକି? ତମେ ତ ଜାଣିଛ ତମ ଭାଇ କେମିତିକା ମଣିଷ। ଭଲ ହଉ କି ମନ୍ଦ ହଉ ତାଙ୍କ କଥା ମାନି ଚଳିବା ଗପ ଆକାଶ। ନହେଲେ ସେ ଆମକୁ ମାରିଦେବେ। ଆଉ ଏ ଘରର ମଙ୍ଗଳ ପାଇଁ ନିଜ ଭାଗ୍ୟକୁ ଆଦରି ବଞ୍ଚିବା ଶିଖ। ଆରେ ମାରି ଦିଅନ୍ତୁ ମତେ। ମୁଁ ମରି ଯିବାକୁ ଚାହେଁ। ଏମିତି ବଞ୍ଚି ରହିବା ମୂଲ୍ୟ କଣ ଭାଉଜ? ଏମିତି ବଞ୍ଚି ରହିବା ମୂଲ୍ୟ କଣ? ଠିକ ଅଛି ଆକାଶ ତମେ ମରିବା ପୂର୍ବରୁ ଆମ ମା ଝିଅକୁ ବି ମାରିଦିଅ ଆକାଶ। ଆମେ ବି ମରିଯିବୁ। ହଁ ଆମେ ମରିଯିବୁ। ଭାଉଜ ଶହେଟା ଆମ ଘର ନା କାହା ଘର ବେ? ଆମ ଘର ଭିତରେ ନା କାହା ଘର ଭିତରେ ପଶିଗଲେ ବେ? ବା ଆମ ଘର ଭିତରେ ଏମିତି ରୋମାଣ୍ଟିକ ସିନ୍ ଭୁଲବେଳା ମୋ ନିଜ ମାଇକା ଏସବୁ କେମିତି ଲାଗି ଯାଇଛି ବା। ସ୍ୱାମୀ ନଥିଲା ବେଳେ ସ୍ତ୍ରୀ ମାନଙ୍କର କର୍ତ୍ତବ୍ୟ କରୁଛି। ତମେ କେତେବେଳେ ଆମେ କେତେବେଳେ ତମେ ଯେତେବେଳେ ଧରା ଦେଲ ଆମେ ସେତେବେଳେ ତମେ ଯେତେବେଳେ ଆକାଶଟା କେମିତି ଜୋରରେ ଧରିଥିଲ ଆମେ ସେତେବେଳେ। କି ରୋମାଣ୍ଟିକ ସିନ୍ ଥିଲା। ହଁ ତୁ ଦି ଜଣ ଭିତରେ ପୁରା ତ ଏମିତି ପୁରା ତମେ ଯାହା ଦେଖିଛ ସେ ସବୁ ମିଛ। ଆଉ ବାକା ସେ ରାଧା ପାଇଁ ମଦ ପିଇ ଅଧା ଜୀବନ ନଷ୍ଟ କରି ସାରିଲାଣି। ତେଣୁ ମୁଁ ତାକୁ ସାନ୍ତ୍ୱନା ଦେବା କଣ ମୋର ଭୁଲ? ଠିକ ମୋ ସ୍ତ୍ରୀ ମୋ ଭାଇକୁ ସାନ୍ତ୍ୱନା ଦଉଛି। ମାନିବାକୁ ପଡିବ ବି ତମେ ଦି ଜଣ ଭିତରେ ତ ମୁଁ ଯାହା ଦେଖିଲି ପାପ ସମ୍ପର୍କ ଅଛି। ସେମିତି କିଛି ବି ପାପ ସମ୍ପର୍କ ନାହିଁ ଆମ ଭିତରେ। ତମେ ଯାହା ଦେଖିଛ ସେ ସବୁ ମିଛ। କେମିତି ମୋ ଆଖିକୁ ବିଶ୍ୱାସ କରିବି? ନିଜ ଆଖିରେ ଦେଖିଲି ତୁ ମୋର ଆକାଶଟାକୁ ଜୋରରେ ଧରିଲୁ। ଆକାଶ ତ କାନ୍ଧରେ ମୁଣ୍ଡ ରଖିବା କି ଶାନ୍ତି। ଭାଉଜ ଛାତି ଉପରେ ମୁଣ୍ଡ ରଖି ଶୋଇଥିଲା। ୟାକୁ ତ କୁହନ୍ତି ପାପ ସମ୍ପର୍କ। ଆଉ କୋଉଟା ପାପ ସମ୍ପର୍କ ବେଳା? ତୋରି ଭଳି ସ୍ତ୍ରୀ ମାନେ ସ୍ୱାମୀ ବାହାର କଲା ପରେ ଦିଅର ସହିତ ପାପ ସମ୍ପର୍କ ତାକୁ କଣ କହନ୍ତି ଜାଣିଛୁ? ତାକୁ କହନ୍ତି ଗୋଟେ ଚରିତ୍ରହୀନା ବେଶ୍ୟା। ତମେ ଶେଷରେ ଏତେ ବଡ଼ କଥା କହିପାରିଲ। ସେ ମୋ ଭାଉଜ ହେଲେ ବି ମୁଁ ତାକୁ ମା ପରି ଦେଖେ। ତାଙ୍କ ସାମ୍ନାରେ ସବୁ କହିବା ପାଇଁ ତମକୁ ଟିକେ ଲାଜ ଲାଗୁନି? କାହିଁକି ଲାଜ ଲାଗିବ କହ? ତୋ ଭାଉଜ ସହିତ ଯେତେବେଳେ ତୋ ପାପ ସମ୍ପର୍କ ସେତେବେଳେ ତ ଲାଜ ଲାଗିଲାନି ରେ। ଏମିତି ଲାଜ ଲାଗି କଣ? ମୁଁ ଜାଣି ସାରିଛି ତମେ ଦି ଜଣଙ୍କ ଭିତରେ ପାପ ସମ୍ପର୍କ ଅଛି। ସବୁ ସମ୍ପର୍କ ପାପ ହେଇନଥାଏ ଭାଇ। ଆମ ଭାଉଜ ଦିଅର ପବିତ୍ର ସମ୍ପର୍କକୁ ପାପ ନଜର ଦେଖିବା ପାଇଁ ତମକୁ ଟିକେ ଖରାପ ଲାଗୁନି? ଓ ତମେ ତ ଗୋଟେ ଅମଣିଷ।
ଏ ସବୁ ବୁଝିବା ପାଇଁ ତୋ ପାଖେ ଶକ୍ତି କାହିଁ ଭାଇ? କିଏ କା ଭାଇ? ମୁଁ ତ ଭାଇ ନବେ, ମୁଁ ହଉଛି ତ ସଡୁ। ସେତେବେଳେ ମୋ ସ୍ତ୍ରୀ ତାକୁ ତୁ ଛଡେଇ ନେଲୁ, ତୁ ଆଜିଠାରୁ ହଉଛି ମୋ ସାନ ସଡୁ, ମୁଁ ହଉଛି ବଡ ସଡୁ, ଆମେ ଦି ଜଣଙ୍କର ଗୋଟାଏ ସ୍ତ୍ରୀ। ଉର୍ମିଳା ମାନିବାକୁ ପଡିବ, ସ୍ୱାମୀଟା ବଞ୍ଚି ଥାଉ ତ ମଧ୍ୟ ମୋ ଭାଇ ସହିତ ମିଟୁ ମିଟୁ ମାରିଦେବି ହାରାମ ଜାତି। ରହିଯାଅ ଭାଇ, ରହିଯାଅ। ମୋ ସାମ୍ନାରେ ଭାଉଜକୁ ମାରି ପାରିବେନି। ଯଦି ବୋଉ ଭୁଲି ଯିବେ ତମେ ମୋ ବଡ ଭାଇ ବୋଲେ। ଭୁଲି ସାରିଛି ମୁଁ ଜାଣି ସାରିଛି ମୋ ସାନ ଭାଇ ଆକାଶଟା ମୋ ପାଇଁ ସବୁଦିନ ପାଇଁ ମରି ଯାଇଛି। ଜଣକୁ ମାରିଲେ ଆଉ ଜଣକୁ ବାଧୁଛି ମାନେ ତମ ଭିତରେ ତ ପୁରା ପ୍ରେମ ନିବିଡ଼ ହେଇ ସାରିছিল। ଏଇ ସାଧାରଣ ତମ ଭାଗ୍ୟ ବହୁତ ଭଲ, ଗୋଟେ ଭଲ ହିରୋ ଭଳିଆ ଗୋଟେ ପୁଅଟି ତମେ ପାଇଛ। ତୁମେ ଆଉ ଥରେ ବାହା ହବ, ତମର ବାସର ରାତି ହବ। ରଜନୀଗନ୍ଧା ସେଜରେ ପୁରା ମୁଁ ଫୁଲ ପୁରା ନେଇକି ଏମିତି ଢାଳିଦେବି, ତାପରେ ତ ଖାଲି ବାସର ରାତି କରିବ। ଉଡ଼ିକି ଲଜ୍ଜା ଲାଗୁନି ନିଜ ଭାଇ ସହିତ ନିଜ ସ୍ତ୍ରୀକୁ ଏମିତି ଖରାପ ସମ୍ପର୍କ କହିବାକୁ? ଯେତେବେଳେ ଭାଇଟାକୁ ଏମିତି ଜୋରରେ ଧରିଲ ସେତେବେଳେ ତ ଖରାପ ଲାଗିନଥିଲା, ସେତେବେଳେ ଭଲ ଲାଗିଥିଲା। ମତେ ତୁ ଧମକ ଦଉଛୁ, ମୋ ଶିକ୍ଷା ଦଉଛୁ ମତେ।